ବିଜେଡି କନ୍ଦଳ ଏବେ ପଦାରେ ପଡ଼ିଲାଣି। ବଡ଼ ନେତାମାନେ ପରାଜୟର କାରଣର ମୁହଁ ଖୋଲୁଛନ୍ତି। ଏହାରି ଭିତରେ ମୁହଁ ଖୋଲୁଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ। ସେ ଗଣମାଧ୍ୟମକୁ କହିଛନ୍ତି ଦଳର ଶୃଙ୍ଖଳା କମିଛି, ଦଳ ଭିତର କଥା ବାହାରକୁ ଆସିବା କଥା ଠିକ୍ ନୁହେଁ। ଏପରି ସେ ପ୍ରଶ୍ନ କରିଛନ୍ତି। ଆମ ତ୍ରୁଟି ପାଇଁ ଆମେ ହାରିଛୁ ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ। ପରବର୍ତ୍ତୀ ଖବର ହେଉଛି ବିଜେଡି ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ବୟାନକୁ କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ସେ କହିଛନ୍ତି ଦୁଃଖର କଥା ହେଉଛି ନବୀନ ବାବୁ ଏବେ ମିଛର ସାହାରା ନେଇଛନ୍ତି। ନିଜେ 24 ବର୍ଷ କଥା ଭୁଲି 100 ଦିନ ସରକାରଙ୍କୁ ଦୋଷ ଦେଉଛନ୍ତି। ନୂଆ ସରକାରଙ୍କ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟକୁ ଗ୍ରହଣ କରିପାରୁନାହାନ୍ତି। ନବୀନ ଓଡ଼ିଶାର ଦାରିଦ୍ର୍ୟ କମିଥିବା କଥା କହୁଛନ୍ତି, ହେଲେ 25 ବର୍ଷ ହେଲା ଓଡ଼ିଶାକୁ ବିଜେଡି ନେତାମାନେ ଲୁଟୁଛନ୍ତି। ଚିଟ୍ଫଣ୍ଡର ବ୍ରାଣ୍ଡ ଆମ୍ବାସିଡର ସାଜି ଓଡ଼ିଶାକୁ ଲୁଟୁଛନ୍ତି। ଏଥିସହିତ ନେତାମାନେ ଖଣି ମାଫିଆଙ୍କ ସୁରକ୍ଷାଦାତା ସାଜିଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ପରବର୍ତ୍ତୀ ଖବର ହେଉଛି ଶଙ୍ଖ ଭବନରେ କଥା କଟାକଟି ନେଇ ମୁହଁ ଖୋଲିଲେ ଶ୍ରୀମୟୀ ମିଶ୍ର। ଶଙ୍ଖ ଭବନର ଖୋର୍ଦ୍ଧା ଜିଲ୍ଲାର ସମୀକ୍ଷା ବୈଠକରେ ଶ୍ରୀମୟୀ ଏବଂ ପ୍ରଦୀପ ସାହୁ ସମର୍ଥକ ପ୍ରବଳ ବିରୋଧ କରିଥିଲେ ଉଭୟଙ୍କୁ। ମାତ୍ର ଏହାକୁ ନେଇ ବିଜେଡି ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ମୁହଁ ଖୋଲିଛନ୍ତି ଶ୍ରୀମୟୀ ମିଶ୍ର। ସେ କହିଛନ୍ତି ଯୁଗେ ଯୁଗେ ଲେଖା ଅଛି, ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ପାଇଛନ୍ତି। ପୁରାଣ ଇତିହାସଠାରୁ ନେଇ ପ୍ରତିଦିନ ତାର ଉଦାହରଣ ଦେଖିବାକୁ ମିଳିଥାଏ। ଯାହା କହିଛୁ ଏହା ଆମ ଦଳ ଭିତରର କଥା। ସମୀକ୍ଷା ବୈଠକରେ ଯେଉଁମାନେ ଥିଲେ ସେମାନେ ତାର ବିଶ୍ଳେଷଣ କରିବେ। ଗଣମାଧ୍ୟମରେ କହିବା ଶୃଙ୍ଖଳିତ କର୍ମୀମାନଙ୍କର ପରିଚୟ ନୁହେଁ। ପରବର୍ତ୍ତୀ ଖବର ହେଉଛି ବିଜେଡିର ଅସମ୍ଭାଳ ପରିସ୍ଥିତି। ଭୁବନେଶ୍ୱର, ପାରାଦୀପ ଏବଂ ବଡ଼ଚଣାରେ 2 ଫାଳ ପ୍ରତିଦିନ ସାମ୍ନାକୁ ଆସୁଛି ବିଜେଡିର ଗୋଷ୍ଠୀ କନ୍ଦଳ। ପରବର୍ତ୍ତୀ ଖବର ହେଉଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ। ଆଗକୁ ବହୁ ବିଜେଡି ନେତା ବିଜେପିରେ ହେବେ ସାମିଲ ବୋଲି କହିଛନ୍ତି ବିଜେପି ନେତା ମନମୋହନ ସାମଲ। ପରବର୍ତ୍ତୀ ଖବର ହେଉଛି ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ରାଜ୍ୟ ସରକାର ଯୋଜନାର ନାଁ ବଦଳାଇ ଦେଇପାରିବେ, ଆମର ଇତିହାସକୁ ନୁହେଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ରାଜନୈତିକ ଦଳମାନେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଅନ୍ତି। ତେବେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଏହି ଜୟନ୍ତୀ ପାଳନ ସମୟରେ ବିଜେପି 2 ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳୁଛି। ପରବର୍ତ୍ତୀ ଖବର ହେଉଛି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବୟାନବାଜି ପାଇଁ ଅନେକ ସମୟରେ ବିବାଦରେ ରହିଥାନ୍ତି। ବର୍ତ୍ତମାନ ଗାନ୍ଧୀ ଜୟନ୍ତୀ ଅବସରରେ ତାଙ୍କ ଇନ୍ଷ୍ଟାଗ୍ରାମ ଆଇଡି ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋ ସହିତ ନିଜ ଇନ୍ଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଦେଶର ପିତା ନୁହନ୍ତି ବରଂ ଦେଶର ପୁଅ ଅଟନ୍ତି ବୋଲି କହିଛନ୍ତି କଙ୍ଗନା ରାଣାୱତ। ପରବର୍ତ୍ତୀ ଖବର ହେଉଛି ପୁଣି ଶିକ୍ଷାନୁଷ୍ଠାନରେ ବଡ଼ ଧରଣର ଅଦଳବଦଳ। ଏଣିକି ସ୍କୁଲ ଛାତ୍ରଙ୍କ ୟୁନିଫର୍ମ ଚେଞ୍ଜ ହେବ। ସବୁଜ ବଦଳରେ ବାଦାମୀ ଏବଂ ଖଇରିଆ ରଙ୍ଗର ୟୁନିଫର୍ମ ପିନ୍ଧିବେ ସ୍କୁଲ ଛାତ୍ରଛାତ୍ରୀ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ଶିକ୍ଷକ ନିଯୁକ୍ତି ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ। କହିଲେ ଅକ୍ଟୋବର 5 ସୁଦ୍ଧା 16,010 ଶିକ୍ଷକ ନିଯୁକ୍ତି ପାଇବେ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପରବର୍ତ୍ତୀ ଖବର ହେଉଛି ଗତକାଲିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଅବସରରେ ସେ କହିଛନ୍ତି ଏଣିକି କ୍ଷମତା ଥାଉ କି ନଥାଉ ସେବା ଜାରି ରହିବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର ହେଉଛି ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ। ଆଇନ ମନ୍ତ୍ରୀ କହିଲେ ଚାଲିଛି ସମୀକ୍ଷା।
ଘଟଣାର ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ପରବର୍ତ୍ତୀ ଖବର ହେଉଛି ଗୋଟିଏ ପଟେ ଆବାସ ଘର ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିବା ବେଳେ ଅନ୍ୟପଟେ ଆବାସ ଗୃହ ନିର୍ମାଣ ନିମନ୍ତେ ୱାର୍କ ଅର୍ଡରର 8 ବର୍ଷ ବିତିଲାଣି, ହେଲେ ପ୍ରଥମ କିସ୍ତି ଦିଆଯାଉନାହିଁ। ବ୍ଲକ କର୍ତ୍ତୃପକ୍ଷଙ୍କ ପାଇଁ ଗୃହ ନିର୍ମାଣ ନ କରିପାରି ଭଙ୍ଗା ଘରେ ଦିନ କାଟୁଛନ୍ତି ହିତାଧିକାରୀ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଛଣିପଦା ପଞ୍ଚାୟତ ଅଧୀନରେ ଥିବା କ୍ଷେତ୍ରପାଟଣା ଗ୍ରାମରେ ବୋଲି ସୂଚନା ରହୁଛି। ପରବର୍ତ୍ତୀ ଖବର ହେଉଛି ଓଡ଼ିଶାର ଜାତିଭିତ୍ତିକ ଜନଗଣନା ପାଇଁ ସମାଜବାଦ ପାର୍ଟିର ନେତାମାନେ ଦାବି କରିଛନ୍ତି। ପରବର୍ତ୍ତୀ ଖବର ହେଉଛି ପ୍ରଚାର ମଇଦାନରେ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ। ଗାଁରୁ ଗାଁ ବୁଲି ଖାଇଲେ ରୁଟି, ପକୁଡ଼ି ଏବଂ ପିଆଜି। ପ୍ରଚାର ଭିଡ଼ ଭିତରେ କଂଗ୍ରେସ କର୍ମୀଙ୍କ ହାତରୁ ସେ ପକୁଡ଼ି ନେବା ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରସିଦ୍ଧ ମାତୁରାମ ଦୋକାନରୁ ଯାଇ ଜିଲାପି ଖାଇଥିଲେ। ପରେ ସୋନିପାତରେ ଜଣେ କଂଗ୍ରେସ କର୍ମୀଙ୍କ ଘରେ ଯାଇ ଆତିଥ୍ୟ ଗ୍ରହଣ କରିଥିଲେ ରାହୁଲ ଗାନ୍ଧୀ ବୋଲି ତଥ୍ୟ ରହୁଛି।